ଦେଢ଼ଶୁର ଭାଇ ବୋହୂକୁ ଛୁଏଁ ନାହିଁ କାହିଁକି? ଭାଇ ବୋହୂ ଦେଢ଼ଶୁର ତାର ମୁହଁ ଦେଖାଏ ନାହିଁ କାହିଁକି? ଦର୍ଶକ ବନ୍ଧୁ, ଏହି ପ୍ରଥାଟି ଆମ ହିନ୍ଦୁ ଧର୍ମର ସବୁ ଘରେ ଘରେ ଥାଏ। ଏକ ରହସ୍ୟମୟ କଥା ଅଟେ। କାହିଁକି ଗୋଟିଏ ଦେଢ଼ଶୁର ଭାଇ ବୋହୂକୁ ଛୁଇଁ ପାରିବ ନାହିଁ ବା ଭାଇ ବୋହୂ ଦେଢ଼ଶୁରକୁ ଛୁଇଁ ପାରିବ ନାହିଁ? ଏହାର ଗୋପନୀୟ ରହସ୍ୟମୟ କଥାଟି କ'ଣ? ତ ଦର୍ଶକ ବନ୍ଧୁ, ଏହା ଆମର ହିନ୍ଦୁ ଧର୍ମର ଜଗନ୍ନାଥ ସଂସ୍କୃତିରେ ଉଲ୍ଲେଖ ଅଛି ଏବଂ ସେହି କଥାଟି ଆଜି ଆପଣମାନଙ୍କୁ ମୁଁ ରାମାୟଣ ମଧ୍ୟରୁ ଏବଂ ଆମ ଜଗନ୍ନାଥ ସଂସ୍କୃତି ମଧ୍ୟରୁ ବୁଝେଇ କହିବି ଯେ ଦେଢ଼ଶୁର ଭାଇ ବୋହୂକୁ କାହିଁକି ଛୁଏଁ ନାହିଁ, କାହିଁକି ତାକୁ ତାର ମୁହଁ ଦେଖାଏ ନାହିଁ। ତ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ, ଯାହାଫଳରେ କି ମୋ ଚ୍ୟାନେଲରେ ଯେକୌଣସି ଭିଡ଼ିଓ ପଡ଼ିବ ସର୍ବପ୍ରଥମେ ଆପଣମାନେ ଦେଖିପାରିବେ। ତ ଦର୍ଶକ ବନ୍ଧୁ, ଆଉ ଡେରି ନ କରି ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ଦର୍ଶକ ବନ୍ଧୁ, କଥାଟି ହେଉଛି ରାମାୟଣର। ଆପଣମାନେ ସମସ୍ତେ ଜାଣିଥିବେ ଯେ ଭଗବାନ ରାମଚନ୍ଦ୍ର ନାରାୟଣଙ୍କର ଅଂଶ ନେଇ ସେ 4 ଭାଗରେ ଅଯୋଧ୍ୟାରେ ଦଶରଥଙ୍କ ପୁତ୍ର ଭାବରେ ଜନ୍ମ ହୋଇଥିଲେ। ତାଙ୍କ ସହିତ ତାଙ୍କର ସାନ ଭାଇ ଲକ୍ଷ୍ମଣ, ଯେ କି ବାସୁକୀ ନାଗ ଜନ୍ମ ହୋଇଥିଲେ। ସେ ଋଷି ବିଶ୍ୱାମିତ୍ରଙ୍କ ସହିତ ମିଥିଳା ଯାଇ ବିବାହ କରିଥିଲେ ମାତା ସୀତାଙ୍କୁ ଏବଂ ସେହି ସୀତାଙ୍କୁ ମଧ୍ୟ ଭବିଷ୍ୟତରେ ବନବାସ ଯିବାକୁ ପଡ଼ିଥିଲା, ଯେ କି ଭଗବାନ ରାମଚନ୍ଦ୍ର ପିତୃସତ୍ୟ ପାଳି ବନବାସ ଯାଇଥିଲେ ମଧ୍ୟ। ତ ସୀତାମାତାଙ୍କର ଏବଂ ରାମଙ୍କର ସଦାସର୍ବଦା ଲକ୍ଷ୍ମଣ ସେବା କରୁଥିଲେ। ସେ ଶୋଇରୁ ଯେତେବେଳେ ଶୁଅନ୍ତି ମଧ୍ୟ ଲକ୍ଷ୍ମଣ କେବେ ବି ଶୁଅନ୍ତି ନାହିଁ। ସେ ସଦାସର୍ବଦା ସୀତାଙ୍କୁ ଏବଂ ରାମଙ୍କୁ ଜଗିଥାନ୍ତି। ସେ ନିଦ୍ରା ଦେବୀଙ୍କୁ ସଫା ମନା କରିଦେଇଥିଲେ ଯେ ସେ 14 ବର୍ଷ ପର୍ଯ୍ୟନ୍ତ ତାଙ୍କ ଦେହରେ ବିରାଜମାନ ବା ତାଙ୍କ ଆଖିରେ କେବେ ବିରାଜମାନ କରିବେ ନାହିଁ, କାରଣ ସେ 14 ବର୍ଷ ପର୍ଯ୍ୟନ୍ତ ଅନିଦ୍ରା ରହିବେ ବୋଲି ମାତା ନିଦ୍ରା ଦେବୀଙ୍କୁ କହିଥିଲେ। ତ ଯେତେବେଳେ ଭଗବାନ ରାମଚନ୍ଦ୍ର ଲଙ୍କାର ରାବଣକୁ ମାରି ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବା ପାଇଁ କହିଲେ, ସେତେବେଳେ ଲକ୍ଷ୍ମଣ କହିଥିଲେ, ମୁଁ ଯଦି ବଡ଼ ଭାଇ ହୋଇଥାନ୍ତି ନା, ତାହେଲେ ଏଇ କଥାକୁ କେବେ ବି ତୁମକୁ ଅନୁମତି ଦେଇନଥାନ୍ତି। ସୀତା ଭଳି ମାତାଙ୍କୁ କେବେ ବି ତୁମେ ଅଗ୍ନି ପରୀକ୍ଷା କରିବା ପାଇଁ ଯେଉଁ କହୁଛ, କେବେ ବି ତୁମକୁ ଆଦେଶ ଦେଇନଥାନ୍ତି। ତ ମୁଁ ଯେମିତି ଯାହା ହଉ ନା କାହିଁକି ସେ କଥାଟିକୁ ତୁମର ଅଟକାଇ ଦେଇଥାନ୍ତି। ପୁଣି ଯେତେବେଳେ ଆସି ଅଯୋଧ୍ୟାରେ କିଛି ବର୍ଷ ରାଜୁତି କଲା ପରେ ମାତା ସୀତାଙ୍କୁ ଭଗବାନ ରାମଚନ୍ଦ୍ର ବନବାସ ପଠାଇବା ପାଇଁ କହିଲେ, ସେତେବେଳେ ଲକ୍ଷ୍ମଣ ମଧ୍ୟ ସେମ୍ କଥା ଭଗବାନ ରାମଚନ୍ଦ୍ରଙ୍କୁ କହିଥିଲେ ଯେ ମୁଁ ଯଦି ତୁମର ବଡ଼ ଭାଇ ହେଇଥାନ୍ତି, ତାହେଲେ କେବେ ବି ମାତା ସୀତାଙ୍କୁ ପର କଥାରେ ପଡ଼ି ବନବାସ ପଠାଇ ନଥାନ୍ତି। ତ ଭଗବାନ କହିଲେ ସେଇଠି ଯେ ତୁମେ ଯେଉଁ ମୋତେ ଏଇ କଥାଟି କହୁଛ, ପୂର୍ବ ଜନ୍ମରେ କଳିଯୁଗରେ ତୁମେ ମୋର ବଡ଼ ଭାଇ ହେବ ଏବଂ ମୁଁ ହେବି ତୁମର ଅନୁଜ। ତ ସେତେବେଳେ ଦେଖିବା ତୁମେ ସୀତାଙ୍କୁ ପଠଉଛ ନା ନାହିଁ। ତ ଆପଣମାନେ ଜାଣିଥିବେ ଯେ ଭଗବାନ ଶ୍ରୀ ଲକ୍ଷ୍ମଣ, ଯେ କି ବାସୁକୀ ନାଗ ନେଇ ମାତା ସୀତାଙ୍କୁ ଅରଣ୍ୟ ମଧ୍ୟରେ ଛାଡ଼ି ଦେଇ ଆସିଥିଲେ। ବାଲ୍ମୀକି ଆଶ୍ରମରୁ ଯେତେବେଳେ ଭଗବାନ ରାମଚନ୍ଦ୍ର ପୁନର୍ବାର ମାତା ସୀତାଙ୍କୁ ଯାଇ ଆଣି ଅଶ୍ୱମେଧ ଯଜ୍ଞ କଲେ ଏବଂ ମାତା ସୀତାଙ୍କୁ ପୁନର୍ବାର
ଅଗ୍ନି ପରୀକ୍ଷା ଦେବା ପାଇଁ କହିଲେ, ସେତେବେଳେ ମାତା ସୀତା ଭଗବାନ ରାମଚନ୍ଦ୍ରଙ୍କ କଥାରେ ରାଜି ହୋଇନଥିଲେ। ସେତେବେଳେ ମାତା ସୀତା ଲକ୍ଷ୍ମଣଙ୍କର ଏ ଅତୁଟ ଭଲ ପାଇବା ଏବଂ ସମ୍ମାନକୁ ଦେଖି, ତାଙ୍କ କାନ୍ଦକୁ ଦେଖି ସେ ଲକ୍ଷ୍ମଣଙ୍କୁ ବର ଦେଇଥିଲେ କହିଥିଲେ ମଧ୍ୟ ବର ଏବଂ କହିଥିଲେ ମଧ୍ୟ ସେ ଯେ କଳିଯୁଗରେ ଆମେ ଜଗନ୍ନାଥ ଏବଂ ଲକ୍ଷ୍ମୀ ଜନ୍ମ ହେବୁ, ତୁମେ ଆମର ଜ୍ୟେଷ୍ଠ ଭାଇ ବଳଭଦ୍ର ହୋଇ ଜନ୍ମ ହେବ। ଆମେ ଜଗନ୍ନାଥ ଏବଂ ଲକ୍ଷ୍ମୀ ବିବାହ ପରେ ଆମେ ଶ୍ରୀମନ୍ଦିରରେ ରହିବା ଏବଂ ତୁମେ ଯେଉଁଭଳି ମୋତେ ଏ ତ୍ରେତୟା ଯୁଗରେ ସବୁବେଳେ ସମ୍ମାନ ଦେଇ ଆସିଛ, ମୁଁ ମଧ୍ୟ ତୁମକୁ କଳିଯୁଗରେ ସଦାସର୍ବଦା ସମ୍ମାନ ଦେଇ ଆସିବି ଏବଂ ତୁମେ ଏ ତ୍ରେତୟା ଯୁଗରେ ମୋତେ କେବେ ଛୁଇଁ ନାହଁ, ମୁଁ ମଧ୍ୟ କଳିଯୁଗରେ ଲକ୍ଷ୍ମୀ ହୋଇ ତୁମକୁ କେବେ ଛୁଇଁବି ନାହିଁ। ତୁମେ ଏ ତ୍ରେତୟା ଯୁଗରେ ମୋତେ କେବେ ମୋ ମୁହଁ କେବେ ଦେଖିନ କି ଚାହିଁନ, ମୁଁ ମଧ୍ୟ ତୁମେ ମୋର ଦେଢ଼ଶୁର ଯେହେତୁ ହେବ, ମୁଁ ତୁମକୁ କେବେ ବି ଚାହିଁବି ନାହିଁ। ଆମ କଳିଯୁଗରେ ଏ ଦେଢ଼ଶୁର ଭାଇ ବୋହୂର ପ୍ରଥା କ'ଣ, ଭାଇ ବୋହୂର ସମ୍ପର୍କ କ'ଣ, ତ କଳିଯୁଗରେ ଲୋକମାନେ ଜାଣିବେ। କଳିଯୁଗରେ ମୁଁ ଏବଂ ଜଗନ୍ନାଥ ଯେତେବେଳେ ଝଗଡ଼ା ଲାଗିବୁ, ତୁମେ ଆମର ଜ୍ୟେଷ୍ଠ ଭ୍ରାତା ବା ମୋ ଦେଢ଼ଶୁର ବଳଭଦ୍ର ହୋଇ ଆମକୁ ଆମ କଳି ସମାଧାନ କରିବ ଏବଂ ଶେଷରେ ମୁଁ ତୁମ ପାଦ ଛୁଇଁ ତୁମ ପାଦକୁ ଦେଖି ପ୍ରଣାମ କରିବି। ତ ଏହି କଥା କହି ମାତା ଲକ୍ଷ୍ମୀ ତାଙ୍କର ଭୂମି ଭିତରକୁ ପଶିଗଲେ ଏବଂ ଭଗବାନ ରାମଚନ୍ଦ୍ର ତାଙ୍କୁ ସେହି କଥା ମଧ୍ୟ ଲକ୍ଷ୍ମଣକୁ କହିଲେ ଯେ ତୁମେ ଏ ଜନ୍ମରେ ମୁଁ ସୀତାଙ୍କୁ ଜଙ୍ଗଲକୁ କାହିଁକି ପଠେଇଲି ତାହାର କଥା ଅଛି ଏବଂ କାହିଁକି ସୀତାଙ୍କୁ ଅଗ୍ନି ପରୀକ୍ଷା ଦେଲି ତାହାର ମଧ୍ୟ ଗୁପ୍ତ କଥା ଅଛି। ତୁମେ କିଛି ନ ବୁଝି ନ ସୁଝି ମୋତେ କହିଲ ତୁମେ କଳିଯୁଗରେ ମୋର ଜ୍ୟେଷ୍ଠ ଭ୍ରାତା ହୋଇ ଜନ୍ମ ହେବ ଏବଂ ତୁମେ ହିଁ ମୋତେ କହିବ ଯେ ଲକ୍ଷ୍ମୀଙ୍କୁ ମୁଁ ଛାଡ଼ିବା ପାଇଁ, ତାଙ୍କୁ ବିତାଡ଼ିତ କରିବା ପାଇଁ, ମୋ ଘରୁ ବାହାର କରିବା ପାଇଁ ତୁମେ ହିଁ ମୋତେ ବାଧ୍ୟ କହିବ ଏବଂ ମୋ ସହିତ ଝଗଡ଼ା କରିବ। ତ ଏହି କଥା କହି ଭଗବାନ ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ କହିଲେ। ତ ସେତେବେଳେ ଭଗବାନ ଲକ୍ଷ୍ମଣ ନୀରବ ହୋଇ ଶୁଣୁଥାନ୍ତି ଏବଂ କିଛି କହିନଥାନ୍ତି। ତ ସେଥିପାଇଁ ଦର୍ଶକ ବନ୍ଧୁ, କଳିଯୁଗରେ ଭାଇ ବୋହୂ ଦେଢ଼ଶୁରକୁ କେବେ ଛୁଅନ୍ତି ନାହିଁ ଏବଂ ତାଙ୍କ ପାଖକୁ ମଧ୍ୟ ଯାଆନ୍ତି ନାହିଁ। ତ ଆଜିର ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ମୋତେ ଜଣାଇବେ ଏବଂ ଏଇଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଯଦି ଏପର୍ଯ୍ୟନ୍ତ ମଧ୍ୟ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହାକି ଏ ପୁରାଣର ସବୁ ରହସ୍ୟମୟ କଥା ଆପଣଙ୍କ ନିକଟରେ ମୁଁ ପ୍ରତ୍ୟେକ ଦିନ ଉପସ୍ଥାପନା କରିବି। ତ ଆଜି ପାଇଁ ଏତିକି, ରହୁଛି। ଜୟ ଜଗନ୍ନାଥ, ନମସ୍କାର।